हाय नमस्कार जय आज मु बाहर माँ भद्रकाली पाखक दर्शन करने भद्रक में आपका स्वागत है। माँ भद्रकाली भद्रक अधिष्ठात्री देवी माँ भद्रकाली जहाँ नाम भद्रक सहर नाम आज भद्रक रही। तो केमिति है भद्रक आउठू आसिले माँ काली आसतु शुणा नना मुखर पचारि बुझा माँ पूजा पर्वणी विषय। तो बर्तमान मुझे पहुँची गली माँ भद्रकाली पीठ में चलो देखा। भद्रक अधिष्ठात्री देवी माँ भद्रकाली उत्पत्तिर कथा जानले आपण माने आश्चर्य होइजिबे। अनेकंक मतरे मांकर मूल मंदिर थिला मेघासन पर्वतरे। तापस बाबा नामक जने तांत्रिक मांकर पूजा अर्चना करुथिले। तांको शिष्य भद्रनाथ को माँ आदेश देइथिले जे तांको मूर्ति को सेठारु स्थानांतरित करिबा पाई। माँ कहिथिले जे जेतेबेले जे मो पाउंजीर शब्द तुमे सुनुथिबो सेतेबेले जे चालुथिबो, जेतेबेले मो पाउंजीर शब्द आ सुनिबो नाही सेहिठी रहिजिबा आ सेहिठी हबो मोर मंदिर। एई भली भाबरे भद्रनाथ मांकर प्रतिमूर्ति को नै आसी पहुंची जाइथिले आजिर भद्रक जिल्ला रे। आउ किछि जण मत प्रकाश करंती जे मांकर मूल मंदिर थिला भुया महल रे। मुसलमान शासक माने आक्रमण करी मंदिर को ध्वंस कर देइथिले। मां को सेठारु स्थानांतरित करिबा पई मांको भक्त माने मांकर प्रतिमूर्ति को हाथ रे धरी साळंदी नदी दे जाउथिबा समय रे मां उभान होई जाइथिले। परवर्ती समय रे किछि जण शिशु भोजन करुथिबा समय रे साळंदी नदी कूलरू मां प्रकट होइथिले। सेमानक सह मिसी भोजन मध्य करिथिले। सेही दिन ठारु ए जागाटीर नाम रखा जायछि आहार पदा। आसतु देखिबा नना केमती पूजा करंती माँ कालींकर। जो मंदिरटी पूर्वर तोला जाइथिला तो सेटा बहुत पुराना थिला और भांगी रुजी जाइथिला। तो आपण माने एबे जो मंदिरटी को देखुचंती से 1953 रु 1959 भितर तोला जाइछि। तो एठारे पूजा करुथिबा ब्राह्मण माननकु भुया महलरू जाजपुर सिद्धेश्वर ग्रामरू आनी माँ का पाखरे पूजा करने लगाई थांती। तो एमती किसी कहानी थिला जोटा कि माँ भद्रकाली आसी आहार पड़े पूजा पाउछंती। तो सबुठु बड़ प्रश्न होची भुया महल रे माँ का उपस्थिति को नहीं। तो माँ भुया महल रे केमिति आसिले, माँ केबे आसिले आ कौन ठारू आसिले, आसंतु ता विषय मध्ये मु किछि आपण मानकु जणाई देबा पई चाहूची। जो तीन दियो को आपण माने देखुचंती। तो ये धामनगर ब्लॉक रो गोहिरा टिकरी स्थान
ଏଠିକୁ ସ୍ଥାନାନ୍ତରିତ କରାଯାଇଛି। ଗହିରା ଟିକିରି ହେଉଛି ସେହି ଜାଗା ଯେଉଁ ଜାଗାରେ ମହାରାଜା ଶେଷ ମୁକୁନ୍ଦ ଦେବ ପରାସ୍ତ କରିଥିଲେ, ଆଉ ସେଠି ବହୁତ ସାରା ଲୁଣ୍ଠନ ମଧ୍ୟ ହୋଇଥିଲା। ତ ଆଉ କିଛି କଥା ଆମେ ନନାଙ୍କ ମୁଖରୁ ବି ଶୁଣିବା ଚାଲନ୍ତୁ। ଆଜ୍ଞା ଭଦ୍ରକାଳୀଙ୍କ ନାଁ କେମିତି ହେଲା ମୁଁ ଜାଣିନି। ଭଦ୍ରକାଳୀ ଆସିଛନ୍ତି ମେଘାସରୀ ପର୍ବତରୁ। ଆଜ୍ଞା ମେଘାସରୀ ପର୍ବତରୁ ଆସିକି ଏଇ ଶାଳନ୍ଦୀ ଆଜ୍ଞା ନଦୀ କୂଳରେ ନଦୀ କୂଳରେ ହିଁ ଆସିକି ଏଇ ସ୍ଥାନରେ ହିଁ ରହିଲେ। ଆଜ୍ଞା ଯେତେବେଳେ ବାଲି ଶୁଖିଲା ଥିଲା ହଁ, ହଁ। ସେ ଭୂୟାବାସ ରାଜା ତାକୁ ନେଇକି ଆସିଥିଲେ। ଆଜ୍ଞା ହେଲା କି ହୁଁ ହୁଁ ନେଇକି ଆସିଥିଲେ। ଯେତେବେଳେ ତାଙ୍କର ପାଦ କହିଲେ ତମେ ଆଗେ ଆଗେ ଚାଲ, ମୁଁ ପଛେ ପଛେ ଯାଉଛି। ହଁ ହଁ ଧୀରେ ଧୀରେ ଏଇଠି ଆସିକି କ'ଣ କଲା ନା ତାଙ୍କ ପାଦ ସିଏ ସ୍ଥିର ହେଇଗଲେ, ତାଙ୍କୁ ଆଉ ଶବ୍ଦ ଶୁଭିଲା ନାହିଁ। ଆଜ୍ଞା ଝମଝମ ଶବ୍ଦ ଶୁଭିଲା ନାହିଁ। ଆଜ୍ଞା। ତାପରେ ସେ କ'ଣ କଲେ ନା ଏଇଠି ହିଁ ସେ ପଛକୁ ଅନେଇଲେ। ପଛକୁ ଅନେଇଲା ପରେ ସେ ମାଙ୍କର ସେ ପଥର ମୂର୍ତ୍ତି ହେଇଗଲେ। ତାପରେ ସେଇଠି ତାଙ୍କ ସ୍ୱପ୍ନାଦେଶ ହେଲା ଆଚ୍ଛା। ଯେ କି ସିଏ ଆସି ଏଇଠି ମନ୍ଦିର ତିଆରି କଲେ। ଆମର ଭୂୟାବାସ ରାଜା ଆଜ୍ଞା ମନ୍ଦିର ତିଆରି କଲେ। ମନ୍ଦିର ତିଆରି କରିକି ସେବେଠାରୁ ତ ଆଣିକି ଏଠି ବ୍ରାହ୍ମଣ ରଖି ସେ ପୂଜା କରୁଥିଲେ। ସେଇଠୁ ଭୂୟାଁ ଦେଶକୁ ଆସୁଛନ୍ତି ନା ହଁ, ସେମାନେ। ତାଙ୍କ ବଂଶଧର ମାନେ ଆସୁଛନ୍ତି। ଆଜ୍ଞା, ଆଜ୍ଞା। ଏବେ ବି ଆସୁଛନ୍ତି। ଆଜ୍ଞା ମା ଭଦ୍ରକାଳୀଙ୍କର ଅବସ୍ଥିତି ଆଉ ଉତ୍ପତ୍ତିକୁ ନେଇ ବହୁତ ସାରା ଲୋକ କଥା ରହିଛି, ଆଉ ସେ ମଧ୍ୟରୁ ଲୋକାଦୃତ ହୋଇଥିବା କଥାଟି ହେଉଛି ଏଠି ଏବେ ଭଦ୍ରକରେ ଯେଉଁ ମା ଭଦ୍ରକାଳୀ ପୂଜା ପାଉଛନ୍ତି, ସେ ପ୍ରଥମେ ଭୂୟାଁ ମହଲରେ ଗୋଟେ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ। କିନ୍ତୁ ପରେ ପାଖାପାଖି 1500ରୁ 1600 ଖ୍ରୀଷ୍ଟାବ୍ଦ ମଧ୍ୟରେ ଯେଉଁ ସମୟରେ ମୁସଲମାନ ଲୁଣ୍ଠନକାରୀମାନେ ହିନ୍ଦୁଙ୍କର ଦେବାଦେବୀ ମନ୍ଦିରମାନଙ୍କୁ ଲୁଣ୍ଠ କରି ଭାଙ୍ଗି ଦେଉଥିଲେ, ତ ସେ ସମୟରେ ଭୂୟାଁ ମହଲରେ ଥିବା ଦେବୀ ମାଙ୍କର ଭକ୍ତମାନେ ମନ୍ଦିର ସୁରକ୍ଷା ପାଇଁ ଦେବୀ ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଆଉ ଭକ୍ତମାନଙ୍କର ଦୁଃଖ ଦେଖି ସ୍ୱୟଂ ମା ଭଦ୍ରକାଳୀ ମାଙ୍କ ବିଗ୍ରହକୁ ଶାଳନ୍ଦୀ ନଦୀରେ ପୂର୍ବରୁ ଆହୁରି ଉତ୍ତରକୁ ଭସେଇ ଦେବା ପାଇଁ ସ୍ୱପ୍ନାଦେଶ କରିଥିଲେ। ମାଙ୍କର ବିଗ୍ରହଟି ଭାସି ଭାସି ଆସି ଗୋଟେ ଗଣ୍ଡରେ ଲୁଚିଥିଲା। ଏହି ଗଣ୍ଡଟିର ନାମକରଣ ମା ଭଦ୍ରକାଳୀ ଗଣ୍ଡ ରୂପେ କରାଯାଇଛି। ତ ଏମିତି କିଛି କାହାଣୀ ଥିଲା କି ମା ଭଦ୍ରକାଳୀ ଆସି ଆହାର ପଦାରେ ପୂଜା ପାଉଛନ୍ତି। କିନ୍ତୁ ବର୍ତ୍ତମାନ ବଡ଼ ପ୍ରଶ୍ନ ହେଉଛି ଭୂୟାଁ ମହଲରେ ମାଙ୍କର ଉପସ୍ଥିତିକୁ ନେଇକି। ତ ଆପଣମାନେ ଜାଣିଥିବେ ଭଦ୍ରକ ସହରରେ ବହିଯାଇଥିବା ଶାଳନ୍ଦୀ ନଦୀ ମୟୂରଭଞ୍ଜର ମେଘାସନୀ ପାହାଡ଼ରୁ ବାହାରି ଅଛି। ତ ଏହି କାହାଣୀ ଆରମ୍ଭ ହେଉଛି ସେ ନଦୀର ଉତ୍ପତ୍ତିର ବହୁତ ପୂର୍ବରୁ। ସେତେବେଳେ ଜଣେ ତାପସ ନାମକ ତାନ୍ତ୍ରିକ ତନ୍ତ୍ର ସାଧନା କରିବା ପାଇଁ ଜଣେ ଦେବୀଙ୍କର ପୂଜା ଅର୍ଚ୍ଚନା କରୁଥିଲେ।